এই ଜାଗାକୁ କହୁଛନ୍ତି ରାମ ହ୍ରଦ। Lake of Sri Ram. This name is Lake of Sri Ram. ରାମଚନ୍ଦ୍ର ଯେତେବେଳେ ସେତୁବନ୍ଧ ତିଆରି କରିକିରି ରାବଣଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଥିଲେ, ସେମାନେ ସୈନ୍ୟ ସାମନ୍ତ ସହିତ ଏଇ କୂଳରେ ଏଇ ଜାଗାରେ ରହିଥିଲେ। ଏଠି ଦେଖନ୍ତୁ, ଏଇଠି ଶ୍ରୀରାମ ଆସିକିରି ରହିଥିଲେ ତାଙ୍କର ସୈନ୍ୟ ସାମନ୍ତକୁ ଧରିକିରି। ତେଣୁ ସେ ସକାଶେ ଏ ହ୍ରଦର ନାମ ହେଉଛି ଶ୍ରୀରାମ ଲେକ୍। ଶ୍ରୀରାମ ଲେକ୍। କେତେ ସୁନ୍ଦର ଚଢ଼େଇ ସବୁ ଅଛନ୍ତି, ଏଇଟାକୁ ଦେଖନ୍ତୁ। ଶ୍ରୀରାମ ଲେକ୍ ପାଖରେ ମୁଁ ଏ ସକାଳ 7ଟା 7:30 ହେବ ମୁଁ ଠିଆ ହେଇଛି। ଚଢ଼େଇ, ଏ ସୁନ୍ଦର ଜାଗା। ଏଇଠାରେ ଶ୍ରୀରାମ ରହିଥିଲେ ବୋଲି ଏଇଠାର ଲୋକମାନେ କହୁଛନ୍ତି, କିନ୍ତୁ ସେମିତିକା କୌଣସି ବହିପତ୍ର ମୁଁ ଏଠି ପାଉନି। 7500 ବର୍ଷର ଘଟଣା। ତେଣୁ ଏଠି ସେମିତିକା ସଠିକ୍ କିଛି ଖବର ଯଦିଓ ନାହିଁ, କିନ୍ତୁ ଏଟା ସ୍ଥାନୀୟ ଲୋକମାନେ ତାଙ୍କର ଯାହା କହୁଛନ୍ତି ଯେ ସେତୁବନ୍ଧ ପାରି ହେଇ ଶ୍ରୀରାମ ଯେତେବେଳେ ଲଙ୍କାରେ ରାବଣ ସହିତ ଯୁଦ୍ଧ କରିବାକୁ ଆସିଲେ, ତାଙ୍କର ସୈନ୍ୟ ସାମନ୍ତ ହନୁମାନ, ବାଲି, ସୁଗ୍ରୀବ, ଜାମ୍ବବାନ ଇତ୍ୟାଦି ଇତ୍ୟାଦି ଯେତେ ସବୁ ସୈନ୍ୟ ସାମନ୍ତ ଥିଲେ, ସେ ସୈନ୍ୟକୁ ଧରିକିରି ଏଇ ଜାଗାରେ ରହିଥିଲେ। ତେଣୁ ତାକୁ ଶ୍ରୀରାମ ହ୍ରଦ ବୋଲି କୁହାଯାଉଛି, ଲୋକମାନେ କୁହନ୍ତି। ଆଉ ସେଇ ଶ୍ରୀରାମ ହ୍ରଦ ପାଖରେ ଆମେ ବର୍ତ୍ତମାନ ଗୋଟେ କଟେଜରେ ରହୁଛୁ। ଏଠି ଶ୍ରୀରାମ ରହିଥିଲେ, ତେଣୁ ଏଇଠାକାର ଲୋକମାନେ କହିବା କଥା ଯେ ଆପଣ ବି ଆସିକିରି ସେଇଠି ରୁହନ୍ତୁ। ଜୟ ଶ୍ରୀରାମ, ଜୟ ଶ୍ରୀରାମ। ଏଠି କୌଣସି ମନ୍ଦିର ମଧ୍ୟ ଦେଖିବାକୁ ମିଳେନି। ତାର କାରଣ ହେଉଛି ଏଇଠାର ଲୋକମାନେ ଗୋଟେ ଛୋଟିଆ ଭୃସୁଙ୍ଗା ଗଛ ଦେଖନ୍ତୁ, ଭୃସୁଙ୍ଗା ପତ୍ରର ଗଛ, ଗୋଟେ ଛୋଟିଆ ଗଛ ଏ କୂଳରେ ହେଇଛି, ପାଣି କୂଳରେ ହେଇଛି। ହଁ, ଏଇଠାରେ ପ୍ରାୟ ବୌଦ୍ଧ ଧର୍ମର ଲୋକମାନେ ବସବାସ କରୁଛନ୍ତି। ତେଣୁ ଯୁଆଡ଼େ ଦେଖିବେ ଗୌତମ ବୁଦ୍ଧଙ୍କର ମୂର୍ତ୍ତି ଗଳି କନ୍ଦିରେ ସବୁଆଡ଼େ ଆପଣ ଦେଖିବାକୁ ପାଇବେ। ଯେହେତୁ ଏଠି ହିନ୍ଦୁ ଧର୍ମର ଲୋକ ଏହି ଅଞ୍ଚଳରେ ପ୍ରାୟ ବସବାସ କରୁନାହାନ୍ତି, ତେଣୁ ଆପଣ ଏଠି କୌଣସି ମନ୍ଦିର ଦେଖିବେନି। ଆମର ଯେମିତି ଗଳିକନ୍ଦିରେ, ଆମ ସହରମାନଙ୍କରେ ଗଳିକନ୍ଦିରେ ଦେଖିବେ ହନୁମାନଙ୍କ ମନ୍ଦିର ଥିବ, ମହାଦେବ ମନ୍ଦିର ଥିବ, କି ଦୁର୍ଗା ଦେବୀଙ୍କର ମନ୍ଦିର ଥିବ, ଗଣେଶଙ୍କର ମନ୍ଦିର ଥିବ। ଏଇଠି ସବୁ ଜାଗାରେ ଆପଣ ଦେଖିବେ କେବଳ ବୁଦ୍ଧଙ୍କର ମୂର୍ତ୍ତି। ଗଳିକନ୍ଦି ମାନଙ୍କରେ ବୁଦ୍ଧଦେବଙ୍କର ମୂର୍ତ୍ତି ରହିଛି। ଏଇଠି ପ୍ରାର୍ଥନା ସେମାନେ କରନ୍ତି। ଏ ଅଞ୍ଚଳରେ ବହୁତ
ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ରହୁଛନ୍ତି। ତଥାପି ସେମାନଙ୍କୁ ମୁଁ ପଚାରୁଛି ଯେ ରାମାୟଣ ବିଷୟରେ କ'ଣ ଜାଣିଛ? ରାବଣ ବିଷୟରେ? ନା ହଁ ଆମେ ସବୁ ଜାଣିଛୁ। ରାବଣ ଏଇଠି ଆମର ଜଣେ ରାକ୍ଷସ ରାଜା ଥିଲେ। ତାଙ୍କୁ ଭାରତରୁ ଶ୍ରୀରାମଚନ୍ଦ୍ର ସୈନ୍ୟ ସାମନ୍ତ ଆଣି ତାଙ୍କୁ ହତ୍ୟା କରିଥିଲେ। ତାର କାରଣ ହେଉଛି ଯେ ରାବଣ ପ୍ରଭୁ ଶ୍ରୀରାମଙ୍କର ଯିଏ ହତ୍ୟା କଲେ ରାବଣକୁ, ତାଙ୍କ ପତ୍ନୀଙ୍କୁ ଚୋରେଇ କରିକିରି ନେଇ ଆସିକରି ଅଶୋକ ବନରେ ରଖିଥିଲେ। ଆଜି ମୁଁ ଯିବି ସେ ଅଶୋକ ବନକୁ ଦେଖିବା ପାଇଁ। ମୁଁ ବର୍ତ୍ତମାନ ଚାଲିଛି ଯେ ରାମାୟଣ ସହିତ କ'ଣ ଏ ଦେଶର ସମ୍ପର୍କ ରହିଛି, ଏ ଲୋକମାନେ ରାମାୟଣଙ୍କ ବିଷୟରେ କ'ଣ ଜାଣିଛନ୍ତି। ପ୍ରଥମେ ମୁଁ ଆସି ପହଞ୍ଚିଲା ପରେ ମୋତେ ଏମାନେ ଏଇଠିକି ନେଇ ଆସିଲେ। ଏଇଠି କହିଲେ ଯେ ରାମଚନ୍ଦ୍ର ସେତୁ ବନ୍ଧ ପାରି ହେଇକିରି ଯେତେବେଳେ ରାବଣକୁ ହତ୍ୟା କରିବା ପାଇଁ ସୈନ୍ୟ ସାମନ୍ତ ଧରିକିରି ଆସିଥିଲେ, ସିଏ ଏଇ ଅଞ୍ଚଳରେ ଏଇ ହ୍ରଦରେ ରହୁଥିଲେ। ସେ ସକାଶେ ତାକୁ ଶ୍ରୀରାମଙ୍କର ହ୍ରଦ କୁହାହେଉଥିଲା। ଏଠି ଗୋଟେ ବେଲ ଗୋଟେ ଗଛ ଅଛି। ବେଲ ଫଳ ତ ଦେଖାଯାଉନି, ବଡ଼ ବଡ଼ ଗଛ ହେଇଛି। ଗୋଟେ ବେଲ ପଡ଼ିଛି। ୟାକୁ ମଧ୍ୟ ଏଠି ବଡ଼ ଫଳ ସବୁ ବେଲ ଗଛ ମାନଙ୍କରେ ଏଠି ହୁଏ। ଏଗୁଡ଼ାକ ସବୁ ହେଉଛି ବାଉଁଶ ବଣ। ଏମିତି ବାଉଁଶ ବଣ ଥିଲା। ରାମଚନ୍ଦ୍ର ଏଇଠି ରହୁଥିଲେ। ପାଣି ଥିଲା, ପାଣିରେ ସ୍ନାନ କରୁଥିଲେ। ଏଇ ହ୍ରଦରେ ସ୍ନାନ କରୁଥିଲେ। ଏଇ ହ୍ରଦର ଜଳକୁ ଆଣିକିରି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଥିଲେ। ତେଣୁ ଏଇ ଜାଗାଟା ତାଙ୍କ ପାଇଁ ସୁବିଧା ଥିଲା ରାବଣ ସହିତ ଯୁଦ୍ଧ କରିବା ପାଇଁ। ଏଇଠି ବୋଧେ ଏଇ ଯେଉଁ ରାବଣର ଯେଉଁ ଛତ୍ରଭଙ୍ଗ ହେଇଥିଲା, ରାବଣ ଯେଉଁ ଆସିକିରି ଶ୍ରୀରାମଙ୍କର ସୈନ୍ୟ ବଳ ଦେଖିବା ପାଇଁ ଆସିଥିଲା ପୁଷ୍ପକ ବିମାନରେ, ଏବଂ ରାମଚନ୍ଦ୍ର ତାର ଯେଉଁ ଧନୁକୁ ଛେଦନ କରିଥିଲେ, ଏଇ ଜାଗାରେ ହେଇଥିଲା ବୋଲି କେତେକ ପଣ୍ଡିତ, ଯଦିଓ ସେମାନେ ଏତେ ସଠିକ୍ ଭାବରେ କହିପାରୁନାହାନ୍ତି, ତଥାପି ଏଇଠି କହୁଛନ୍ତି ଯେ ଏଇଠି ଛତ୍ର ଛେଦନ ଶ୍ରୀରାମଚନ୍ଦ୍ରଙ୍କର ଯେଉଁ ଧନୁ ତୀରରେ ରାବଣର ଯେଉଁ ପୁଷ୍ପକ ବିମାନର ଯେଉଁ ଛତ୍ର ଥିଲା, ଶ୍ରୀରାମଚନ୍ଦ୍ର ଏଇଠି ତାକୁ ଛେଦନ କରିଥିଲେ। ଏଇ ସକାଶେ ଏଇଟାକୁ ଶ୍ରୀରାମ ଲେକ୍, ରାମଙ୍କ ନାଁରେ ଏଇ ଲେକ୍ ବର୍ତ୍ତମାନ ନାମିତ ହେଇଛି। ଆଉ ଏଇଠି ଗୋଟେ ରହିଛି କଟେଜ୍। ସେ କଟେଜରେ ଗୋଟେ ରୁମ୍ରେ ମୁଁ ବର୍ତ୍ତମାନ ରହୁଛି। ଆମର ବର୍ତ୍ତମାନ ରାମଚନ୍ଦ୍ରଙ୍କର ବିଷୟରେ ଏଇଠି ସମ୍ୟକ୍ ଖବର ଗ୍ରହଣ ଆମେ କରୁଛୁ। ରାମାୟଣ ଉପରେ ଆମର ରିସର୍ଚ୍ଚ ପ୍ରଥମ ଏଇଠାରୁ, ଏଇ ଯେଉଁ କଟେଜରେ ମୁଁ ରହୁଛି ସେଇଠାରୁ ମୁଁ ଆରମ୍ଭ କରୁଛି। ବର୍ତ୍ତମାନ ମୁଁ ଯିବି, ସକାଳର ବ୍ରେକଫାଷ୍ଟ ସମୟ ହେଇଗଲାଣି। ଏଇଠି ଗୋଟେ ବ୍ରେକଫାଷ୍ଟର ଗୋଟେ ହଲ୍ ହେଇଛି। ଏଇ ଯେଉଁ କଟେଜରେ ମୁଁ ରହୁଛି ତାର ଭଡ଼ା ସହିତ ଏ ବ୍ରେକଫାଷ୍ଟ ଇନକ୍ଲୁଡ଼ ହେଇଛି। ଏଥିରେ ମୁଁ ବର୍ତ୍ତମାନ ବ୍ରେକଫାଷ୍ଟ ଖାଇବାକୁ ଯାଉଛି। ଏଠି ଗୋଟେ ସୁଇମିଂ ପୁଲ୍ ଆମର ଏଇ କଟେଜ ଲୋକଙ୍କ ପାଇଁ ସେମାନେ କରିଛନ୍ତି। କ'ଣ ସବୁ ଖାଇବା, କାଲି ତ ମୁଁ ରାତିରେ କିଛି ଖାଇନଥିଲି। ବର୍ତ୍ତମାନ ଏଠି କ'ଣ ଖାଇବା ମିଳୁଛି ଆମେ ଦେଖିବୁ। ଏଠି ବ୍ରେକଫାଷ୍ଟ କଲା ପରେ ଏଠି ମୁଁ ଯେଉଁ ଅନୁରାଧପୁରରେ ମୁଁ ରହୁଛି, ସେଇଠି ପ୍ରଭୁଙ୍କର ଯେଉଁ
जी ये कौन आम टेबुल आम रखी रूम नंबर केते मन रखिनी अच्छा हाँ ठीक है।